ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଦଲିଆ ପଖାଳ ଟିକେ ଖାଇବାକୁ ମନ ହେଲା। ଦଲିଆ ପଖାଳ ସାଙ୍ଗରେ ମୁଁ କ'ଣ ବନେଇବାକୁ ଯାଉଛି ଆସନ୍ତୁ ଦେଖିବା। ପୋଟଳ ଭେଣ୍ଡି ଆଳୁ ଭଜା କରିଛି, ଟିକେ ଅଲଗା ପ୍ରକାର। ଦେଖନ୍ତୁ ମୁଁ କିଛି କାଟିକି ରଖିଛି। କଡ଼େଇ ତେଲ ଗରମ କରିକି ଫୁଟଣ ଲଙ୍କା ଫୁଟେଇକି ଫାଷ୍ଟ ଆଳୁକୁ ପକେଇକି ହଳଦୀ ଲୁଣ ଦେଇକି ଗୋଳେଇକି ଏପଟ ସେପଟ ଘାଣ୍ଟି ଦେଲି। ତାପରେ ପୋଟଳ ପିଆଜ ଲଙ୍କା ପକେଇ ଦେଇକି ଏପଟେ ଘାଣ୍ଟିକି 1 ମିନିଟ୍ ପାଇଁ ଘୋଡ଼େଇ ଦେଲି। ପୋଟଳ ପିଆଜ ଆଳୁ ଅଧା ସାଙ୍କୁଡ଼ି ଆସିଲା ବେଳକୁ ଭେଣ୍ଡିକି ପକେଇଦେଲି। ଦେଖିବେ ବହୁତ ଟେଷ୍ଟ ଲାଗିବ। ଥରେ ଏମିତି ବନେଇକି ଦେଖନ୍ତୁ। ସବୁ ପ୍ରକାର ପରିବା ଖାଇବା କିନ୍ତୁ ଟିକେ ଅଲଗା ଅଲଗା କରି ଖାଇଲେ ବେଶୀ ଭଲ ଲାଗେ। ପଖାଳ ସାଙ୍ଗରେ ଲୁଣ ରାଗ ସବୁ ଖାଇବାକୁ ଟିକେ ଭଲ ଲାଗେ। ଏପଟେ ମୁଁ ଟିକେ ତେଲ ଗରମ କରିକି ଚାଉଳ ବଡ଼ି ଛାଣିଦେଲି। ସେ ବି ଗୋଟେ ଆଇଟମ୍ ହେଇଯିବ, ଭଲ ଚଟପଟା ଲାଗିବ। ଏଠି ବଡ଼ି ଛାଣୁ ଛାଣୁକ ଇଆଡ଼େ ଭଜା ବି ସାଙ୍କୁଡ଼ି ହେଇ ଆସିଲାଣି। ଟିକେ ମୁଁ କାକୁଡ଼ି ଆଳୁ ସିଝା ଲେମ୍ବୁ ତାକୁ ବି ନେଇଯାଇଛି ଝୋଳ କରିବା ପାଇଁ। ଆମ ଭଜା କମ୍ପ୍ଲିଟ୍ ହେଇଗଲା। ଜଲ୍ଦି ଜଲ୍ଦିରେ ବନେଇବାକୁ ଥିଲେ ଏମିତି ଲଞ୍ଚ ବନେଇକି ଖାଆନ୍ତୁ। ହେଲ୍ଦି ବି ଟେଷ୍ଟି ବି। ରେସିପି କିପରି ଲାଗିଲା କମେଣ୍ଟ ସେକ୍ସନରେ ମତାମତ ଜଣାଇବେ। ଆପଣମାନଙ୍କ ଅପେକ୍ଷାରେ ମୁଁ ରହିଲି। ଦେଖନ୍ତୁ ଆମ ଭଜା ଆମର ପୁରା କମ୍ପ୍ଲିଟ୍ ହେଇଯାଇଛି। ଦେଖିବାକୁ ଯେତେ ସୁନ୍ଦର ଦିଶୁଛି, ଖାଇବାକୁ ବି ସେତେ ଟେଷ୍ଟି ହେଇଥିଲା। ପୁଣି ଆଉ ଗୋଟେ ନ୍ୟୁ ରେସିପି ଧରିକି ଆସିବି। ରହୁଛି। ଜୟ ଜଗନ୍ନାଥ।